আমার হরিদ্র তিলক জীবনের ফাল্গুনী প্রভাতে নগর অন্তর প্রিয়তমে জীবন সর্বস্ব বিনা। ଜୀବନ କାହା ପାଇଁ ଗୋଲାପର ବିଛଣା ନୁହେଁ। ସଂଘର୍ଷମୟ ପଥରେ ସମସ୍ତେ ପଥିକ। ହେଲେ ସେ ସଂଘର୍ଷ ଯେବେ ଦୁଃଖର କାଳିମା ଭିତରେ ହଜିଯାଇଥାଏ, ସେବେ ନିଜ ଲୋକ ବି ଅଲୋଡ଼ା ହୋଇଯାଆନ୍ତି। ଏଇ ଦେଖନ୍ତୁ, ଆଖିରେ ଆଖିଏ କୋହ ଆଉ ଓଠରେ ଯନ୍ତ୍ରଣାର ନୀରବ ଚିତ୍କାର। ଅରୁନ୍ଧତୀ ତାରା ଆଲୁଅରେ ପାଦ ଚାପି ଚାପି ଆଜି ସମୟ ବି ହାରିଯାଇଛି, ଆଉ ମୁହଁରୁ ବାହାରୁଛି ଅନର୍ଗଳ ଯାତ୍ରାର ସଂଳାପ। ତୁ କିଏ ନାରୀ? ତୁ କିଏ ରମଣୀ? କୁଆଡେ ଯାଉଛୁ? ନା ମୁଁ ହଉଛି ଝଟିକା। ନା ଓହୋ, ତୁ ଦିନେ ରାଜା ଅନଙ୍ଗ ବାଳକୁ ବିଷ ଖୁଆଇ ମାରିଦେବାକୁ ବସିଥିଲୁ। ରାଣୀ କମଳା ଦେବୀ ଯୋଗୁ ଅନଙ୍ଗ ବାଳ ଜୀବନ ପାଇଲେ। ତେଣୁ ତୁ ସେଇ ଝଟିକା। କୁଆଡେ ଯାଉଛୁ? ନା ଜୟଚନ୍ଦ୍ର ମୋର ଦିଟା ପୁଅକୁ ଯୁଦ୍ଧକୁ ପଠେଇଛି, ମୁଁ ଯାଉଛି ସେମାନଙ୍କୁ ଫେରେଇ ଆଣିବାକୁ। ନା ତୋ ପୁଅ ନାଁ କ'ଣ? ନା ମୋହନ ମଧୁରା। ନା ସେମାନେ ଆଉ ଜୀବନରେ ନାହାନ୍ତି? ନା କ'ଣ କହିଲ? ସେମାନେ ଜୀବନରେ ନାହାନ୍ତି। କିଏ ତାକୁ ମାରିଛି? ନା ମାରିଛି ପୃଥ୍ୱୀରାଜ, ଚୌହାନ ପୃଥ୍ୱୀରାଜ। ନା ମୁଁ ପୃଥ୍ୱୀରାଜର ମୃତ୍ୟୁ ଚାହେଁ। ନା ପୃଥ୍ୱୀରାଜର ମୃତ୍ୟୁ ଚାହୁ? ନା ହଁ, ପୃଥ୍ୱୀରାଜକୁ ମୃତ୍ୟୁ ମୁଁ ଚାହେଁ 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 କହିକି ହସିଛି। କେମିତି ହସ? ନା କିଏ ତୁ ନାରୀ? କାହାକୁ ଉଚ୍ଚସ୍ୱରେ ଡାକୁଛୁ? ନା ମୋ ପୁଅ ଦୁହିଁକୁ। ନା ତୋ ପୁଅ କୋଉଠି ଅଛନ୍ତି? ନା ସ୍ୱର୍ଗରେ। ନା ସେମାନେ କ'ଣ ଆସିବେ? ନା ନିଶ୍ଚୟ ଆସିବେ। ମୁଁ ବା ପାଶବ ସାଧନା କରିଛି। ତୁ କିଏ? ନା ମୁଁ ହଉଛି ମୁଁ ଗଜନୀରୁ ଆସିଛି। ସୌମ୍ୟ ଅମିତ ଚରୁଚିତ୍ରିତ ଚନ୍ଦ୍ରଭାଗା ତୀରରେ ଆଜି ଅନ୍ଧାରର ଛାଇ। ଶୂନ୍ୟରେ ଶୁଭୁଛି ବ୍ୟାକୁଳର ବିଳାପ ସ୍ୱର। ଇଏ ହେଉଛନ୍ତି ବ୍ରଜକିଶୋର ଅଗ୍ରୱାଲ। ଆଜି ସେ ବୃଦ୍ଧାଶ୍ରମରେ ଜୀବନ କାଟୁଛନ୍ତି। ପାଖାପାଖି 200ରୁ ଅଧିକ ନାଟକରେ ନିଜ ସଂଳାପ ଲେଖି ସେ ଅନେକ ପ୍ରଶଂସା ସାଉଣ୍ଟିଥିଲେ। କିନ୍ତୁ ସମୟ ଚକ୍ରରେ ସବୁ ଯେମିତି ଓଲଟା ପାଲଟା ହୋଇଯାଇଛି। ଲାଗୁଛି ଶିଳାପଦ୍ମର ଛାତିରେ ଆଜି ଅଦେଖା ବେଦନାମାଳା ଖାଲି ଝୁଲୁଛି। ଯେମିତି ଗୋଟିଏ ଅବୋଧ ଶିଶୁ ଆଖିରେ ଅସରନ୍ତି ପ୍ରଶ୍ନ ଥାଏ, ଠିକ୍ ସେହିପରି ତାଙ୍କ ମୁହଁରୁ ବାରି ହୋଇପଡ଼ୁଛି ଅମିତ ଅଶ୍ରୁଧାର। ଚାରିଟା ପାଟିରେ ମୁଁ ରହିଛି। ତାପରେ ରହିଲି ମୁଁ ଶିଶୁପାଳଗଡ଼ରେ। ଶିଶୁପାଳଗଡ଼ ପରେ ରହିଲି ଝାରପଡ଼ାରେ, ପ୍ରତାପନଗରୀ, ରାମଲୀଳା ଆଉ ଡ୍ରାମା। ସେଠି ଡ୍ରାମା ଶିଖେଇଛି 6ଟା ନା 8ଟା। କୁହନ୍ତୁ। ତାପରେ ଆମଣପଡ଼ା ବ୍ରାହ୍ମଣ ଶାସନରେ ମୁଁ ଶିଖେଇଛି 4ଟା ଡ୍ରାମା। ତାପରେ ଆଉ ଆମ ରଘୁନାଥପୁରରେ ପ୍ରାୟ 60 ଖଣ୍ଡେ ଡ୍ରାମା ଶିଖେଇଛି, 60-70ଟା। ଆଉ କଟକ ଦେଉଳି ସାହିରେ ଶିଖେଇଛି 90ଟା ବହି, 30 ବର୍ଷ। ଠିକ୍ ଅଛି। 90 ଖଣ୍ଡ। ସାଗର, କପିଳେଶ୍ୱର, ଓଲ୍ଡ ଟାଉନ, ସୁନ୍ଦରପଦା, ପଳାଶପଲ୍ଲୀ, 1 ନମ୍ବର ଆଦିବାସୀ ପଡ଼ିଆ। ମୁଁ ପାଠ ପଢ଼ୁଥିଲି ଯାଜପୁର ରୋଡ NCR ସ୍କୁଲରେ, 7ମରେ। ଅଷ୍ଟମକୁ ପ୍ରମୋଶନ ହେଇକି ମୁଁ ଯାତ୍ରା ପାର୍ଟିକି ଗଲି। କୋଉ ଯାତ୍ରା ପାର୍ଟିକି? ନା ରଘୁନାଥ ପଣ୍ଡାଙ୍କ ପାର୍ଟିକି ଗଲି। ରଘୁନାଥ ପଣ୍ଡାଙ୍କ ପାର୍ଟିରେ ମୁଁ 3 ବର୍ଷ ରହିଲି। 3 ବର୍ଷ ଭିତରେ ମୁଁ ଖଣ୍ଡା ଗୋଟେଇଛି, ଚାହା ବୁହାଇଛି, ବେଡ଼ିକି ବୁହାଇଛି, ଏସବୁ କରିକିରି ତାପରେ 6 ମାସ ଭିତରେ ମୁଁ ନାଟିକାରେ ନାଚ କଲି। ନୃତ୍ୟ ନାଟିକା ଆରମ୍ଭ ହେଉଥାଏ ସେତେବେଳେ। ନୃତ୍ୟ ନାଟିକା କୋଉ ନୃତ୍ୟ ନାଟିକା? ନା ମାନିନୀ ଶ୍ରୀ ରାଧିକା ଆଉ ସୀତା ଚୋରୀ, ଏସବୁ ନାଟିକାରେ ମୁଁ ନାଚିଲି। ନା ବୀର ଶିଶୁ ଅଭିମନ୍ୟୁ,
ସେଇଥିରୁ ଗୋଟେ ନାଟକ କୁହନ୍ତୁ ଗୋଟେ ଇଏ। ବୀର ଶିଶୁ ଅଭିମନ୍ୟୁ। ଚନ୍ଦ୍ର ରୋହିଣୀ ପରସ୍ପର ପ୍ରେମାଳାପ, 6 ଜଣ ତାରକାପୁଞ୍ଜ ନୃତ୍ୟରତା। ଏଇ ଟାଇମରେ ଗର୍ଗ ଋଷି ଆସି ପହଞ୍ଚିଛନ୍ତି। ଗର୍ଗ ଋଷି ଯେତେବେଳେ ଆସି ପହଞ୍ଚିଛନ୍ତି, ସେ ସମ୍ମାନ ଦେଇନାହାନ୍ତି ଚନ୍ଦ୍ର ଯେତେବେଳେ ସମ୍ମାନ ଦେଇନାହାନ୍ତି, ଗର୍ଗ ଋଷି ସମ୍ମାନ ଯେତେବେଳେ ନ ପାଇଛନ୍ତି ଭାରି ରାଗି ଯାଇଛନ୍ତି। ରାଗି ଗଲା ପରେ କହିଛନ୍ତି, କାମାନ୍ଧ ସୁଧାକର ଉଦ୍ଭ୍ରାନ୍ତ ଦୃଷ୍ଟି ତୋର ମୃଗ ତୃଷ୍ଣାର ପଥରେ ସ୍ୱପ୍ନ ବିମର। କାମିନୀ କାଞ୍ଚନ ମାୟାରେ ମନ ତୋର ଆଚ୍ଛନ୍ନ। ଏତେ ଦିନର ପୂର୍ଣ୍ଣତାରେ କରିଛୁ ମହର୍ଷି ଗର୍ଗର ଅବମାନନା। ରେ ରେ ମଦମତ ମୂର୍ଖ ଶଶାଙ୍କ, ଜ୍ଞାନଇ ହତାଦଶ ବ୍ରାହ୍ମଣର କ୍ରୂର ଅଭିଶାପ। এই কাম প্রাণ দ্যাম উদ্যম লাগি মুহূর্তে কেহুতু স্বর্গপুরীর আসরচ্যুত। বিলাস ব্যসନରେ প্রমথ দেবাধিপতি, হরাইছু তোর নিজত্ব। সমক্ষরে সভাগত ব্রাহ্মণর করিছু অবমাননা। ରୋହିଣୀ ଗୋଡ଼ ତଳେ ପଡ଼ିଯାଇଛି। ମୁଁ ରୋହିଣୀ ପାଠ କରୁଥିଲି। ରକ୍ଷାକର ମୁନିନ୍ଦ୍ର ତିଳକ, ଜୀବନର ଫାଲ୍ଗୁନୀ ପ୍ରଭାତେ, ନଗର ଅନ୍ତର ପ୍ରିୟତମେ, ଜୀବନ ସର୍ବସ୍ୱ ବିନା ମହାଶ୍ମଶାନେ ଚନ୍ଦ୍ରପୁରୀ। କାଣ୍ଡେ ରୋହିଣୀ ବ୍ରହ୍ମସର୍ପ୍ୟ ହୁଏ ନା ଖଣ୍ଡନ। যাবত সৃষ্টি আত জাত বিহরে মার্তণ্ড। বিহায় সে বিহরে কবির, তেবে সুদ্ধা ব্রহ্মসাপ্য নোহই খণ্ডন। ଆପଣମାନଙ୍କୁ ଯଦି ଏହି ଭିଡ଼ିଓଟି ଭଲ ଲାଗିଛି ତେବେ ଆମ ଚ୍ୟାନେଲକୁ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରିବା ପାଇଁ ଆଦୌ ଭୁଲିବେ ନାହିଁ। ପୁଣି ଏକ ନୂଆ ଭିଡ଼ିଓ ନେଇ ଆସିବୁ ଆପଣମାନଙ୍କ ପାଖକୁ। ସେତେ ପର୍ଯ୍ୟନ୍ତ ଦେଖୁଥାନ୍ତୁ ଆମ କଥା, ଆମ ସ୍ମୃତି। ନମସ୍କାର।